नमस्कार जय जगन्नाथ। आज आम सहित अछंती टिके हसंतु टीवी रे चंदन भाई। तो भाई को स्वागत। आ भाई सहित कथा हवा। भाई एबे पाखापाखि 3,329 के 3,290 सब्सक्राइबर तांकर हो गलानी। 542टा वीडियो भाई पकई सारे। आउ भाई को वीडियो जो माने देखुथबो जानिथिबो से केते एनर्जी नहीं कि केते कष्टरे केते कष्ट କରୁଛନ୍ତି ଆଉ କେତେ ସୁନ୍ଦର ସୁନ୍ଦର ଭିଡିଓ ସମସ୍ତଙ୍କୁ ଦେଖାଉଛନ୍ତି ବ୍ଲଗିଂ କରୁଛନ୍ତି। ତ ଆଜି ତାଙ୍କ ସହିତ କଥା ହେବା ଆଉ କେବେ ଚ୍ୟାନେଲ ଷ୍ଟାର୍ଟ କଲେ କଣ ତାଙ୍କର ୟୁଟ୍ୟୁବ ରେ ଡ୍ରିମ୍ ଅଛି ସବୁ କଥା ତାଙ୍କ କଥା ହେବା। ଆଉ ଯୋଉମାନେ ତାଙ୍କ ଚ୍ୟାନେଲ ସବସ୍କ୍ରାଇବ କରିନ ଆଉ ତାଙ୍କ ଭିଡିଓ ଦେଖୁଛ ଆ, ଆମ ଥ୍ରୋରେ ହଉ କି ଅଲଗା ରେ ହଉ ତାଙ୍କୁ ସବସ୍କ୍ରାଇବ କର ଆଉ ତାଙ୍କୁ ସପୋର୍ଟ କର ଫଟାଫଟ ତାଙ୍କୁ ମନିଟାଇଜ କରେଇ ଦିଅ। ତ ଭାଇ ନମସ୍କାର। ନମସ୍କାର ଶୁଭ୍ରାଂଶୁ ସାର୍। ଆଉ ପ୍ରଥମେ ତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, କାହିଁକି ନା ଆପଣ ଏତେ ବଡ ଚ୍ୟାନେଲ ରେ ମତେ ସୁଯୋଗ ଦେଇଛନ୍ତି କିଛି କହିବା ପାଇଁ। ଆଉ ବହୁତ ଖୁସି ଲାଗୁଛି ସାର୍। ତ ଚନ୍ଦନ ଭାଇ କେବେଠୁ ଷ୍ଟାର୍ଟ କଲେଣି ଟିକେ ହସନ୍ତୁ ଟିଭି? ଟିକେ ହସନ୍ତୁ ଟିଭି ସାର୍ ଏଇ 2022 ପାଖରୁ ମୁଁ ଷ୍ଟାର୍ଟ ଚାଲିଛି। ଆଚ୍ଛା। ତ ଯେମିତି ମୁଁ ଦେଖୁଥିଲି ତମର ହଁ ୱାନ୍ ଇୟର ପାଖରୁ ପ୍ରଥମେ ମନି ପ୍ରାଙ୍କ କରିକି ପ୍ରଥମ ଭିଡିଓଟା ବୋଧେ ପକେଇଛ। ଆଜ୍ଞା। ତାପରେ ସବୁଠୁ ପପୁଲାର ଭିଡିଓ ତମର ଯୋଉ ଚ୍ୟାନେଲରେ ଅଛି ସିନ୍ଦୁର ଅଧି- ଅଧିକାର ସେଇଟା ବୋଧେ ସିନ୍ଦୁରର ସବୁଠୁ ହାଇଏଷ୍ଟ ଭ୍ୟୁ ଯାଇଛି। ତାପରେ ଏବେ ଗୋଟେ ରିସେଣ୍ଟ ପିଣ୍ଟୁ ଭାଇଙ୍କ ସହିତ ତାଙ୍କର କରିଥିଲ ସେଇଟା ବି ବହୁତ ଭଲ ଭ୍ୟୁ ହେଇଛି। ତ ଆଜ୍ଞା ଚ୍ୟାନେଲଟା ଯେତେବେଳେ ଷ୍ଟାର୍ଟ କଲ ସେତେବେଳେ 2022ରେ ସେତେବେଳେ ରେଗୁଲାର ପକଉଥିଲ ନା କଣ ପାଇଁ କେମିତି ପ୍ଲାନିଂ ହେଲା କଣ ପାଇଁ ଚ୍ୟାନେଲ ଷ୍ଟାର୍ଟ ହେଲା? ସାର୍ ଯେତେବେଳେ ଟିକଟକ୍ ଥିଲା, ଆପଣ ହୁଁ ମାନେ ହୁଁ ତ ସାର୍ ଜାଣିଥିବେ ଟିକଟକ୍ ଯେତେବେଳେ ଥିଲା, ମୁଁ ମୋର ପ୍ରାୟ ଲକ୍ଷେ 1 ଲାଖ ଲାଇକ୍ ଆଉ 7-8 ହଜାର ଏମିତି ଏବଭ ଥିଲା ମୋର ଫଲୋଅର୍ସ। ଆଚ୍ଛା ଫ୍ୟାମିଲି ଥିଲେ ମୋର। ଆଚ୍ଛା। ତାପରେ ଆମ ଫ୍ୟାମିଲିରେ ଆଉ ଭିଡିଓ ଯେମିତି ଭାଇରାଲ ହେଲା, ରାତାରାତି ପୁରା ଭାଇରାଲ ହୁଏ। ରାତିରେ ହୁଁ ମୁଁ କରିଦେଇକି ଭିଡିଓ ପୋଷ୍ଟ କରିଦେବି, ହୁଁ ହୁଁ ସକାଳୁ ଉଠିଲା ବେଳକୁ 30,000 40,000 ପୁରା ଲାଇକ୍। ମାନେ ମୁଁ ଆଚ୍ଛା। ପୁରା ପାଗଳ ହେଇଗଲି, ହୁଁ ଏତେ ଫେମସ ହେଇଗଲା ମୁଁ, ମାନେ ରାତାରାତି ପୁରା ଫେମସ ହେଇନି ଟିକଟକ୍ ରେ। ହୁଁ ହୁଁ ଭଗବାନ ପୁରା ସାଥ ଦେଲେ। ତାପରେ ଆମ ଫ୍ୟାମିଲିର ଟିକେ ପ୍ରୋବ୍ଲେମ ହେଲା, ବାପା ଆଉ ମା କୁହନ୍ତି ଯାହା କରୁଛୁ କର, ଭିଡିଓ କର, ଇଏ କର। ଫ୍ୟାମିଲିର ଆଉ ଟିକେ ଏମିତି ପ୍ରୋବ୍ଲେମ ହେଲା, କହିଲେ ତୁ ଭିଡିଓ ଫିଡିଓ ବନାନି, ଏମିତି ତୁ ପାଠ ପଢାରେ ଧ୍ୟାନ ଦେ। ହୁଁ ହୁଁ ତାପରେ ମୁଁ ସେଇ ଟାଇମରେ ପୁଣି କରୋନା ଯୋଉ ଚାଲିଲା, ହୁଁ ହୁଁ ଟିକଟକ୍ ବି ବ୍ୟାନ୍ ହେଇଗଲା। ହୁଁ ତାପରେ ବି ଆମ ଯୋଉ ଘର ଲୋକ କହିଲେ ଯୋଉ ହଉଛି ତୁ ଭିଡିଓ ବନ୍ଦ କରିଦେ, ହୁଁ ବାସ୍। ହୁଁ ଘର ଲୋକଙ୍କ କଥା ମାନି ନେଲି, ବନ୍ଦ ହେଇଗଲା। ହୁଁ ପ୍ଲସ ଚାଇନା ବାଲା ତ ବନ୍ଦ କରିଦେଲେ। ହୁଁ ହୁଁ। ସେଇଦିନ ପାଖରୁ ମାଇଣ୍ଡରେ ରଖିନି, ମୁଁ ନା ଚାଇନା ଭାବିଛି ଯେ ବନ୍ଦ ହଉଛି କରିନି, ଟିକଟକ୍ ଏବେ ଅଲଗା ଦେଶରେ ଚାଲିଛି, ଆମ ଭାରତରେ ବନ୍ଦ ହେଇଯାଇଛି। ହଁ ହଁ। ହଁ। ଆଉ ତାପରେ ମୁଁ ଭାବିଛି ଆକ୍ଚୁଆଲି ମୁଁ ଗୋଟେ, ମାନେ ସବୁ ଲୋକ ମତେ ଜାଣନ୍ତୁ, ସମସ୍ତଙ୍କ ନଜରରେ ମୁଁ ଗୋଟେ ମାନେ ଆସେ, କଣ କୁହନ୍ତି, ସବୁ ଲୋକ ମତେ ଜାଣନ୍ତୁ। ପଇସା ରାଇଟ୍। ଇନକମ କରିବା ମୋର ନାହିଁ ସେମିତି, ସବୁ ହଁ ହଁ। ଲୋକ ଜାଣନ୍ତୁ ମତେ, ମୋ କଳା ଜାଣନ୍ତୁ। ଲୋକ କିଛି ଲୋକ ଚିହ୍ନନ୍ତୁ। ହଁ ଚିହ୍ନନ୍ତୁ। ହୁଁ ହୁଁ ତାପରେ ୟୁଟ୍ୟୁବ ବନ୍ଦ କରିଦେଇଥିଲି, ତାପରେ ପୁଣି ଭାବିଲି ମୁଁ ପୁଣି ୟୁଟ୍ୟୁବରେ ଭିଡିଓ ବନେଇବି, ଯେତେ ପରିଶ୍ରମ ହଉ ପଛେ ବନେଇବି। ହୁଁ ହୁଁ ସବୁ ଲୋକ ଜିରୋରୁ ହିରୋ ହେଇଥାନ୍ତି, ନିଶ୍ଚିତ। ମୁଁ ବି ଚେଷ୍ଟା କରିବି, ମୁଁ ବି ପାରିବି, ମୋ ଦ୍ଵାରା ହୁଁ ହୁଁ ସବୁ କିଛି ହବ। ତାପରେ ମୁଁ ପୁଣି ଷ୍ଟାର୍ଟ କଲି ଭିଡିଓ। ତାପରେ ଷ୍ଟାର୍ଟ କଲା ପରେ, ମାନେ ପ୍ରଥମ ଭିଡିଓ କରିଥିଲି ପ୍ରାଙ୍କ। ମୋ ହୁଁ ପାଖରେ ହୁଁ ମୋବାଇଲ ନଥାଏ। ହୁଁ ମୋ ସାଙ୍ଗ ମାନଙ୍କ ପାଖରୁ କାହାକୁ, ମାନେ ଏମିତି ଲାଞ୍ଚ ଲାଞ୍ଚ ଯେମିତି ଗୁଟକା ପାଇଁ କାହାକୁ 20 ଟଙ୍କା ଦେଇଥିବି। ହୁଁ ହୁଁ ଏମିତି କୋଡିଏ କୋଡିଏ ଟଙ୍କା ଦେଇକି ମୁଁ ସାଙ୍ଗମାନଙ୍କ କତିରୁ, ମାନେ ଏମିତି କହୁଛି ସାଙ୍ଗମାନେ ତ ରାଗିଯିବେ, ହୁଁ ହୁଁ ଛାଡ ମୁଁ କହିଦଉଛି ସତ କଥା ଯୋଉଟା ମୁଁ କହିଦଉଛି। ହୁଁ ଏମିତି ଲାଞ୍ଚ ଦେଇକି ମୋବାଇଲ ଆଣିକି ମୁଁ ଫାଷ୍ଟ ଭିଡିଓ କଲି, ପ୍ରାଙ୍କ ଭିଡିଓ। ହୁଁ ହୁଁ ତାପରେ ପ୍ରାଙ୍କ ଭିଡିଓ କଲା ପରେ ଧୀରେ 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 ଟିକେ ଟିକେ ତଥାପି ଭ୍ୟୁଜ ଗଲା, 150 ଏମିତି ଭ୍ୟୁଜ ଗଲା। ହୁଁ ହୁଁ ତାପରେ ରହିଯାଇଥିଲା। ହୁଁ ହୁଁ ରହିଲା ପରେ ଧୀରେ ଧୀରେ ଏଇଖିନା 900 କେତେ ଭ୍ୟୁଜ ହେଇଛି ସାର୍, ମୁଁ ତ ଜାଣିନି। ହୁଁ ହୁଁ ତାପରେ ପୁଣି ସାଙ୍ଗମାନଙ୍କ କତିରୁ ମୋବାଇଲ ମାଗିକି ଆଣିକି ପୁଣି ହୁଁ ଭିଡିଓ କଣ୍ଟିନ୍ୟୁ କଲି। ମୋବାଇଲ ମୋ ପାଖରେ ନଥାଏ, ଥାଏ ଗୋଟେ, କିନ୍ତୁ ସେଟା ଭିଡିଓ ହୁଏନି। ସାମସଙ୍ଗ A10 ଗୋଟେ ଥାଏ। ହୁଁ ହୁଁ ମା ଦେଇଥିଲେ ଗୋଟେ ଗ୍ରୁପ ରୁ ପଇସା ଉଠେଇକି, ମତେ ଗୋଟେ ମୋବାଇଲ ଦେଇଥିଲେ କଲେଜ ଯିବା ପାଇଁ ନେଇ। ହୁଁ ହୁଁ ମୁଁ ତାପରେ ସେଇଟାର ଟିକଟକର ପୁରା ଫେମସ, ପୁରା ଭାଇରାଲ ହେଇଯାଇଥିଲି ସେଇ ଭିଡିଓ ହୁଁ କରି କରି କରି। ହୁଁ ହୁଁ ତାପରେ ପୁଣି ଟିକଟକ ତ ବ୍ୟାନ ହେଇଗଲା। ହୁଁ ତାପରେ ୟୁଟ୍ୟୁବ କୁ ଆସିଲି। ୟୁଟ୍ୟୁବରେ ତ ସେଟାର, ୟୁଟ୍ୟୁବ ପାଇଁ ଗୋଟେ ଭଲ ମୋବାଇଲ ଦରକାର, ତଥାପି ହୁଁ ଏଡିଟିଂ ଭଲ ଭାବରେ ହେଇପାରୁଥିବ। ନିଶ୍ଚିତ। ପାଖରେ ସେତିକି ନଥିଲା। ହୁଁ ହୁଁ ତାପରେ ସାଙ୍ଗମାନଙ୍କ ପାଖରୁ ମାଗିକି ଆଣିକି ଭିଡିଓ କରି ପୋଷ୍ଟ କରୁଥୁନି। ସିନ୍ଦୁରର ଅଧିକାର ଟା ହାଇଏଷ୍ଟ ଯାଇଥିଲା।
ହୁଁ ତାପରେ ପୁଣି ଫ୍ୟାମିଲିର ପ୍ରୋବ୍ଲେମ ଆଇଲା, ପଇସା ପତ୍ର ଭାବିଲି ହୁଁ ଗୋଟେ ଭଲ କ୍ୟାମେରା କିମ୍ବା ଗୋଟେ ମୋବାଇଲ ପାଇଁ କିଛି ପଇସା ଦରକାର, ମୁମ୍ବାଇ ହୁଁ ପଳେଇଲି। ହୁଁ ତାପରେ ସେଠି କାମ କଲି, ସାତ ହୁଁ ମାସ 8 ମାସ କାମ କଲି। କାମ କଲା ପରେ ଗୋଟେ ମୋବାଇଲ ନେଇକି ଆସିଲି, Realme 9 Pro Plus ର ଗୋଟେ ଆଚ୍ଛା 39,000 39 ନା 29,000 ଏମିତି ଆଣିଥିଲି ହୁଁ କିଣିକି ହୁଁ। ମୋବାଇଲ। ତାପରେ ଆଣିକି ପୁଣି ମୋ ଷ୍ଟ୍ରଗଲ ଜାରି ରଖିଛି, ଭିଡିଓ କରୁଛି। ଚलो, ତ ଯୋଉମାନେ ଭାଇମାନେ ଚ୍ୟାନେଲ ଖୋଲିବା ପାଇଁ ଚାହୁଁଛ, ତ ଏ ଭାଇଙ୍କ କଥାରୁ ଶୁଣିପାରୁଥିବ ଯେ ମୋବାଇଲ ନଥାଇ ସାଙ୍ଗମାନଙ୍କଠୁ ମୋବାଇଲ ଆଣିକି ଆଜି ସେ 4,000 ପାଖାପାଖି ସବସ୍କ୍ରାଇବର ପହଞ୍ଚେଇଲେଣି। ଆଉ ଟିକଟକରେ ଏତେ ଫଲୋଅର ଥିଲା, ଆଉ ସେ କେମିତି କଷ୍ଟ କରୁଛନ୍ତି ସେଇଟା ତମେ ଦେଖିପାରୁଥିବ। ତ ଯେତେବେଳେ ଆମେ ବାହାନା ଖୋଜୁ ଯେ ଆମ ପାଖରେ କିଛି ନାହିଁ, ଆମେ କରିପାରିବାନି, ତ ଭାଇଙ୍କ ସଂଘର୍ଷରୁ ତମେ ଜାଣିପାରୁଥିବ ସେ କେମିତି କଷ୍ଟ କରିକି ଯେତେବେଳେ ଇଚ୍ଛା ଅଛି, ସେ ଆଜି ଯାହାହେଲେ ବି 4,000 ପାଖାପାଖି ସବସ୍କ୍ରାଇବରରେ ପହଞ୍ଚି ସାରିଲେଣି। ଆଉ ଆପଣମାନଙ୍କର ଆହୁରି ଟିକେ ଭଲ ସପୋର୍ଟ ଦରକାର। ये चैनल ना टिके हसंतु टीवी कहीं देले। ଟିକେ ଅଛନ୍ତି ଟିଭି ଦବାର ସାର୍ କାରଣ ହେଉଛି, ମାନେ ମୁଁ ଏମିତି ଗୋଟେ ନାଁ ବାଛିଲି, ବହୁତ ଭାବିଲି, ଭାବିଲା ପରେ ଦେଲି। ମୁଁ ଭାବିଲି ୟୁଟ୍ୟୁବରେ ଏମିତି ନାଁ ଦେବି ଯେମିତି କେହି हम्म। ନ ଦେଇଥିବେ। अच्छा। ଟିକେ ହସନ୍ତୁ ଟିଭି ଦବାର କାରଣ, ଗୋଟେ କମେଡି, ଗୋଟେ ମାନେ ବୁଝଉଛି, ଗୋଟେ କମେଡି ଲାଙ୍ଗୁଏଜ କୁ ଗୋଟେ ବୁଝଉଛି। हम्म ସବୁ ଲୋକ ଯେମିତି ମାରିକି ମାନେ ଟିକେ ହସନ୍ତୁ ଟିଭି ଦେବାର କାରଣ, କମେଡି ଭିଡିଓ କରିବାର ମୋର ଥିଲା ଆଗରୁ। हम्म ଆଗରୁ କମେଡି, ମୁଁ ସ୍କୁଲରେ କମେଡି କରେ, ଏମିତି କମେଡି ଭଲ ହୁଏ ମୋର। हम्म ମୁଁ ଜଣେ ଆର୍ଟିଷ୍ଟ ବି, ମୁଁ हम्म। ଆର୍ଟ ବି କରେ। ତାପରେ ବି ଦେଖୁଥିଲି ଭଗବାନ ଆପଣଙ୍କ ଦେଇଛନ୍ତି ଗୋଟେ ଲାଷ୍ଟ କଳା ଭିଡିଓ ଆର୍ଟ। ଦେଖୁଥିଲି, ତମର ଲାଷ୍ଟ ଭିଡିଓ ହଁ ଦେଖୁଥିଲି। ଦିଟା ଆର୍ଟ କଲ, ହଁ 400 ଟଙ୍କା ଆଣିଲ। ହଁ। ଭଗବାନ ଦେଇଛନ୍ତି ଗୋଟେ କଳା ଆର୍ଟ କଳା, ତାପରେ ବି ମାନେ ମୋର ସବୁଠୁ ଗୋଟେ ଇଣ୍ଟରେଷ୍ଟ, ମୁଁ ଗୋଟେ କମେଡିଆନ ହବା ପାଇଁ ଆଉ ଗୋଟେ ହୁଁ ୟୁଟ୍ୟୁବର ହବା ପାଇଁ। ନିଶ୍ଚିତ ତ ଭାବରେ। ଯୁଆଡେ ଗଲେ ଯେମିତି ମାନେ ଲୋକମାନେ ମତେ ଜାଣନ୍ତି ସବୁ। ଏବେ ପାଖାପାଖି ସେଥିପାଇଁ ଚାରି ମୁଁ ହଜାର ଟିକେ ସବସ୍କ୍ରାଇବର ହେଲାନି। ଯେତେବେଳେ କୋଉଠି ଯାଅ, କୋଉ ସବସ୍କ୍ରାଇବର ଦେଖା ହେଇଯାଏ, ଭାଇ ଆପଣଙ୍କୁ ଦେଖିଛି, ଆପଣଙ୍କ ଭିଡିଓ ଦେଖିଛି, ହଁ କେମିତି ଲାଗେ? ହଁ, ବହୁତ ବହୁତ ସାରା ଭଲ ଲାଗେ। ଏମିତିରେ ବି ବହୁତ ଫ୍ରେଣ୍ଡ ଆଗରୁ ଟିକଟକରେ ଥିଲେ, ଏବେ ଯୋଉ ୟୁଟ୍ୟୁବରେ ଭିଡିଓ ବନେଇଲି, ହୁଁ ବହୁତ ଫ୍ରେଣ୍ଡ ମାର୍କେଟକୁ ଗଲା ବେଳକୁ ବି ଫ୍ରେଣ୍ଡ ମାନେ ଦେଖା ହଉଛନ୍ତି। ହୁଁ କିଛି ହୁଁ ଫ୍ରେଣ୍ଡ ମତେ କହୁଛନ୍ତି ଆମ ଘରକୁ ଚାଲ, ଆମ ମା କଥା ହେବେ କିମ୍ବା ମୋ ଦେଇ କଥା ହେବେ। ହୁଁ ଭିଡିଓ ହୁଁ ବି ପ୍ରାୟ ବନାଉଛନ୍ତି, ଆସିକି ରିଲ୍ସ ବନାଉଛନ୍ତି ମୋ ସହିତ। ହୁଁ ବହୁତ ଖୁସି ହୁଁ। ଲାଗେ। ବହୁତ ଖୁସି ଲାଗେ। କୋଉଠି ଘର, କୋଉଠି ଭାଇନା? ବାଲେଶ୍ଵର ଡିଷ୍ଟ୍ରିକ୍ଟ ଆଉ ଖଇରା, ଆଉ ଖଇରା ବ୍ଲକ। ଏବେ ଏବେ ସେଇଠି ରହୁଛନ୍ତି ନା ଅଲଗା କୋଉଠି? ନା ମୁଁ ଘରେ, ନିଜ ଘରେ ରହୁଛି, ରହୁଛନ୍ତି, ସାଲପୁଣାରେ। ସାଲକଣ ଆଜ୍ଞା। ରହୁଛନ୍ତି। ତ ଏବେ ଆଉ ଆଗକୁ କଣ ପ୍ଲାନିଂ ଅଛି? ଆଗକୁ ପ୍ଲାନିଂ ଏଇ ୟୁଟ୍ୟୁବରେ ହିଁ ମୁଁ ଆଗକୁ ବଢିବା ପାଇଁ ଚାହୁଁଛି। ଲାଇଫରେ ନହେଲେ ଆଉ କିଛି ବି ପାର୍ଟ ଟାଇମ ମୁଁ କରିବା ପାଇଁ ଚାହୁଁନି। କେବଳ ହିଁ ୟୁଟ୍ୟୁବରେ ମୋର ସାହାରା, ୟୁଟ୍ୟୁବ ସାହାରା। ସେଇଟା ତ ଯେମିତି ଆପଣ କହୁଥିଲେ, ଲାଷ୍ଟ ଭିଡିଓ ମୁଁ ଦେଖୁଥିଲି ଆପଣଙ୍କର, ଯେ ମୁଁ 500 ଟଙ୍କା ଆଜି କମଉଛି, ଏଇ ପଇସା ବ୍ଲଗିଂ ପାଇଁ ହିଁ ୟୁଜ କରିଦେବି। ତ ସେଇଟା ଦେଖଉଥିଲା କି ମାନେ ଆପଣ କେମିତି ୟା ପ୍ରତି ମାନେ ଡେଡିକେଟେଡଲି ପୁରା ୟାକୁ ନେଇକି ଭାବୁଛନ୍ତି। ତ ଆ, ଆଗରେ ଆଗକୁ କଣ ମାନେ ଟ୍ରାଭେଲିଂ କରିବେ, ବ୍ଲଗିଂ କରିବେ, ନା କମେଡି କରିବେ? କେମିତିକା ଚ୍ୟାନେଲକୁ ପାଇଁ ପ୍ଲାନିଂ କରିଛନ୍ତି? ମୁଁ ସାର୍ ଭାବିଛି ତ କମେଡି ଭିଡିଓ କରିବା ପାଇଁ ହେଲା ବେଳକୁ ମାନେ ଗ୍ରୁପ ବନେଇବା ପାଇଁ ଗ୍ରୁପ ପଡୁଛି, ଦରକାର। ଏକଲା ତ କରିପାରୁନାହିଁ ନା। ହୁଁ ରାଇଟ। ଗ୍ରୁପ ବନେଇବା ପାଇଁ ପଡୁଛି, ହୁଁ ହୁଁ ମାନେ ଗ୍ରୁପ ଯୋଉ ବନେଇବା ପାଇଁ ପଡିବ। ତାପରେ ବି ଛୁଆ ମାନଙ୍କୁ ଯୋଉ ଗ୍ରୁପ ବନଉଛି, ହୁଁ ସେମାନେ ଟାଇମରେ ଆସିକି ପହଞ୍ଚିବା ଦରକାର, କିନ୍ତୁ ନିହାତି ସେମାନଙ୍କର ଭାବରେ। ପାଠ ପଢା ରହିଯାଉଛି, ଏକ୍ଜାମ ହୁଁ ହୁଁ ରହିଯାଉଛି, ସେମାନେ ଆସି ପାରୁନାହାନ୍ତି। ହୁଁ ସେଥିପାଇଁ ମୁଁ ଏକଲା ଏବେ ବ୍ଲଗିଙ୍ଗ ସାର୍ ଷ୍ଟାର୍ଟ କରିଛି। ହୁଁ ତାପରେ ସାର୍ ଭାବି ନାହିଁ ଆଗକୁ କଣ କରିବି, କିନ୍ତୁ ଭାବିଛି ବ୍ଲଗିଂ ଟା ହିଁ କଣ୍ଟିନ୍ୟୁ କରିବି। ନିହାତି ଭାବରେ। ଏଇ ଗୋଟେ ଚ୍ୟାନେଲ ଅଛି ନା ଆଉ ଚ୍ୟାନେଲ ଅଛି? ନା, ମାନେ ପ୍ରଥମେ ଯେତେବେଳେ ହଉଛି ମାନେ ଟିକଟକ୍ ଥିଲା। ହୁଁ ଟିକଟକ୍ ପରେ ପରେ ଯୋଉ 2020, ହୁଁ ଦୁଇ ହୁଁ ହଜାର କୋଡିଏ ଟାଇମର ମୋର ଗୋଟେ ଚନ୍ଦନ ପେନସିଲ ଡ୍ରଇଂ ଥିଲା। ମୁଁ ସେଟା ଆର୍ଟ ଆଚ୍ଛା। ଭିଡିଓ, ସର୍ଟ ଭିଡିଓ ପକାଏ, ହୁଁ ହୁଁ ଜାଣିଥିଲିନି ଏତେ। ନର୍ମାଲ ଏମିତି ଭିଡିଓ ପୋଷ୍ଟ କରିଦେମି, ହ୍ୟାଶଟ୍ୟାଗ ଦିଏନି, ହୁଁ ଟ୍ୟାଗ କରେନି, ଏମିତି ନର୍ମାଲ ପୋଷ୍ଟ କରିଦିଏ। ଭଲ ହୁଁ ଭ୍ୟୁଜ ଯାଏ, 4,000 2,000 ଏମିତି ଭାଇରାଲ ହୁଆ ହେଲା। ହୁଁ ହୁଁ ତାପରେ ସେଇ ଚ୍ୟାନେଲ ଟା ଥିଲା, ହୁଁ ପୁଣି ଏବେ ଲଗ୍ଇନ କରିଛି, ସେଟାକୁ ଚେଞ୍ଜ କରିଦେଇଛି। ହୁଁ ହୁଁ ବ୍ଲଗିଂ ଚ୍ୟାନେଲ ଗୋଟେ କରିଦେଇଛି, ହୁଁ ତ ଆଇ ଲଭ୍ ଓଡିଶା ବ୍ଲଗ। ଆଚ୍ଛା, ତ ଦିଟା ପାଇଁ ସମୟ ହଉଛି, ଦିଟାରେ ଭିଡିଓ କରିବା ପାଇଁ? ନା ସାର୍, ଟିକେ ହସନ୍ତୁ ଟିଭି ଟା ମୁଁ କଣ୍ଟିନ୍ୟୁ କରିଛି, ଆରଟା କଣ୍ଟିନ୍ୟୁ ଏମିତି କରୁଛି। ରହିଛି। ହଁ। ଆଚ୍ଛା, ଆଉ ନୂଆ ଏଇ ଚ୍ୟାନେଲରେ କେବେ ଷ୍ଟ୍ରାଇକ୍ ଆସିଛି, କପିରାଇଟ୍ ଷ୍ଟ୍ରାଇକ୍? କପିରାଇଟ୍ ଷ୍ଟ୍ରାଇକ୍ ତ ସାର୍, ହଁ ସାର୍, ଗୋଟେ ଖଣ୍ଡେ ଆସିଥିଲା ନା କଣ, ଫାଷ୍ଟ ଫାଷ୍ଟ ଆସିଥିଲା ଗୋଟେ। ଫାଷ୍ଟ ଫାଷ୍ଟ ଆସିଥିଲା। ଡିଲିଟ ମାରିଦେଲି ଭିଡିଓ। ହୁଁ ହୁଁ। ଆଉ ନୂଆ ଯୋଉମାନେ ଚ୍ୟାନେଲ ଖୋଲିବା ପାଇଁ ଚାହୁଁଛନ୍ତି, ଯାହାହେଲେ 4,000 ସବସ୍କ୍ରାଇବର ଗୋଟେ ସହଜ ନୂଆ ୟୁଟ୍ୟୁବର ପାଇଁ ଯାହାହେଲେ ବି ସହଜ ନୁହେଁ। ତ ଯେତିକି ବାଟ ଆଚିଭ୍ କରିଛନ୍ତି, କଣ ଶିଖିଛନ୍ତି ୟୁଟ୍ୟୁବର, ଆଉ କଣ କହିବେ ଯିଏ ନୂଆ ଚ୍ୟାନେଲ ଷ୍ଟାର୍ଟ କରିବା ପାଇଁ ଚାହୁଁଛି ବା ବ୍ଲଗିଂ କରିବା ପାଇଁ ଚାହୁଁଛନ୍ତି?
ପ୍ରଥମେ ତ ଯିଏ ଷ୍ଟାର୍ଟିଂ କରିବା ପାଇଁ ଚାହୁଁଛି ତାକୁ ପ୍ରଥମେ ତ ମାନେ ଭଲ କଣ୍ଟେଣ୍ଟରେ ଭିଡିଓ କରିବା ପାଇଁ ପଡିବ, କଣ୍ଟିନ୍ୟୁ କରିବା ପାଇଁ ପଡିବ। ଖାମଖିଆଲ ହେଇକି କାମ କଲେ ତ ୟୁଟ୍ୟୁବ ଟା ଗୋଟେ ଏମିତି ଜିନିଷ, ଖାମଖିଆଲ ହେଲେ ତ ଚଳିବନି। ଯିଏ ରେଗୁଲାରିଟି ବି ରଖିବା ପାଇଁ ଫାଷ୍ଟ, ପଡିବ। ହଁ, ଚ୍ୟାନେଲ ବି ଯିଏ ବି ଫାଷ୍ଟ ଖୋଲିବା ପାଇଁ ଚାହୁଁଛନ୍ତି, ମୋ ମତରେ ଭଲ କଣ୍ଟେଣ୍ଟରେ ବ୍ଲଗିଂ ହଉ, ଟ୍ରାଭେଲିଂ ହଉ, କିମ୍ବା ସବୁ କଣ୍ଟେଣ୍ଟ ତ ଅଛି, ଯୋଉଟା ଯାହା ମନ ହଉଛି ସେ କଣ୍ଟେଣ୍ଟରେ ଭଲ ନିହାତି। ଭାଷାରେ କଣ୍ଟେଣ୍ଟରେ ଭଲ ଭିଡିଓ କରନ୍ତୁ, ପବ୍ଲିକ ମାନଙ୍କୁ ଭଲ ଭିଡିଓ ନେଇକି ଆସନ୍ତୁ, ହୁଁ କଣ୍ଟିନ୍ୟୁ କରନ୍ତୁ, ମେହନତ କରନ୍ତୁ ୟୁଟ୍ୟୁବ ଚ୍ୟାନେଲରେ, ଯେମିତି ମୁଁ ମେହନତ କରୁଛି। ହୁଁ ହୁଁ। ସାର୍ ମୋର ଗୋଟେ ଲାଜ ବୋଲି ଗୋଟେ ଜିନିଷ ମୋ ପାଖରେ ନଥାଏ। ନିହାତି ଭାବରେ। ସାର୍ ମୁଁ ଷ୍ଟେସନରେ ଯାଇକି ବି ମୁଁ ନାଚିକି ଡ୍ୟାନ୍ସ କରିକି ଭିଡିଓ ବନଉଛି, ପୁଲିସ ମତେ ଧରି ନେଲା, ମୋ ମୋବାଇଲ ବି ଛଡେଇକି ନେଇଗଲା। ନା ସେମିତି ସେଠୁ ହୁଏ, ବି ବହୁତ ପାରିକି ଟାଇମରେ ଗଲି। ବହୁତ ପ୍ରୋବ୍ଲେମ ହୁଏ। ଯେତେବେଳେ ଆମର ଅ, କିଛି କିଛି ଜାଗାରେ ଲୋକ କହନ୍ତି କାହିଁ ଭିଡିଓ କରୁଛୁ, ଏଠି କାହିଁ ଉଠଉଛୁ, ଏମିତି ଜାଗା କେତେବେଳେ କେତେବେଳେ ଏଇ ସବୁ କେସ୍ ଫେସ୍ କରିବା ପାଇଁ ପଡେ ବ୍ଲଗିଂ ଟାଇମରେ। କିନ୍ତୁ ଲାଜଟା ନିହାତି ଉପରେ ଛାଡିବା ପାଇଁ ପଡିବ। ଆଉ ସେମିତି ଛୋଟ ମୋଟ କେସ୍ କେତେବେଳେ ଫେସ୍ କରିବା ପାଇଁ ପଡିବ, ତ ସେଗୁଡାକୁ ଆଭଏଡ କରିବା ପାଇଁ ପଡିବ। ନହେଲେ ବ୍ଲଗର ଗୋଟେ ଭଲ ବ୍ଲଗର ହେଇପାରିବନି। ତ ତ ଚ୍ୟାନେଲକୁ ଆଉ କେତେ ବାକି ଅଛି ମନିଟାଇଜ ପାଇଁ? ମନିଟାଇଜ ପାଇଁ ଆଉ ମୁଁ ଆଜି ଦେଖିଥିଲି 1000, ନା 2000, କେତେ ଏମିତି 172 ଏମିତି କେତେ ଦେଖିଥିଲି। 172 ନା ଏମିତି ଆହୁରି କମ ହବ ଦେଖିଥିଲି। ଭିଉଅର୍ସ ମାନଙ୍କୁ କଣ କହିବେ? ଭିଉଅର୍ସ ତ ମତେ ବହୁତ ସପୋର୍ଟ କରିଛନ୍ତି। ନିହାତି ଯାହା ହଉ, ଭାବରେ। ମାନେ 3 ମାସ ଭିତରେ, ହୁଁ ତିନି ହୁଁ। ମାସ ଭିତରେ ମତେ ଆଜି ଆସିକି 3000 ଫଲୋଅର୍ସ ରେ ମତେ 3000 4000 ହବାକୁ 4,000 ବସିଲାଣି, ପାଖାପାଖି। 3000 ଫଲୋଅର୍ସ ରେ ମତେ ପହଞ୍ଚେଇ ଦେଲେଣି। ହୁଁ ହୁଁ ପବ୍ଲିକ ବହୁତ ସପୋର୍ଟ କରୁଛନ୍ତି। ହୁଁ ଆଉ ହୁଁ ତ ଆମ ଗାଁରେ କିଛି ପବ୍ଲିକ ଅଛନ୍ତି, ହୁଁ ହୁଁ ମୁଁ ମାନେ ଭିଡିଓ ଏବେ ଧୀରେ ଧୀରେ ଭାଇରାଲ ହେଇତେ ବସିଲାଣି ତ, ହୁଁ ଭିଡିଓ ଧୀରେ ଧୀରେ ଭାଇରାଲ ହେଇତେ ବସିଲାଣି। ହୁଁ ସେମାନେ ଗାଁରେ କିଛିଟା ଅଛନ୍ତି, ସମସ୍ତଙ୍କୁ ତ କହିଲେ ସମସ୍ତେ ରାଗିଯିବେ। ହୁଁ କିଛି ଜଣ ଅଛନ୍ତି ମାନେ କହୁଛନ୍ତି ପାଗଳଟେ ଦେଖ ଯାଉଛି, ମାନେ ହୁଁ ବହୁତ, ମାନେ ମୁଁ ଗୋଟେ ଗୋଟେ ଦିନ କାନ୍ଦେ ବସିକି, ଗାଁ ମାନେ ଘର ପାଖକୁ ଆସିକି କାନ୍ଦିବି, ମୁଁ ମାନେ କଣ ଏମିତି ଭୁଲ ଟା କରିଛି କି, ହୁଁ ହୁଁ। ଏମିତି ବି ଆସିକି ଘର ପାଖରେ କାନ୍ଦେ। ଚାଲ। ଏମିତି ତାପରେ ତାଙ୍କ ଟେନସନ ମୁଁ ଫେସ୍ କରୁନି, ଯାହା କହିବା କଥା କୁହନ୍ତୁ। ମତେ ସାର୍ ଉପରକୁ ଯିବାର ଅଛି, ଭଗବାନ ତ ଅଟୋମେଟିକ ନେବେ। ନିହାତି ଉପରେ କଷ୍ଟ ଯେତେବେଳେ କଲେ ଆଗକୁ କିଛି ପରିଶ୍ରମର ଫଳ ମିଳିବ। ଆଗକୁ ଯିବା, ଲୋକ ତ କହିବେ ବହୁତ କିଛି କଥା। ତ ସବୁ ଜିନିଷକୁ ଖାତିର ନ କରିବାର କଥା। ତ ହଁ ଆମେ ସାର୍। ବି ଆଶା କରିବା ସବୁ ଭିଉଅର୍ସ ମାନେ, ଆଉ ଯେତେ ଜଣ ଭାଇଙ୍କୁ ଦେଖୁଛ ଆହୁରି ଦେଖ ଭଲ କରି, ତାଙ୍କ ୱାଚ୍ ଟାଇମ ଟା ଶୀଘ୍ର ଶୀଘ୍ର ବଢେଇ ଦିଅ, ତାଙ୍କ ଭିଡିଓକୁ ଫୁଲ ଫୁଲ ୱାଚ୍ କର। ତ ଭାଇ ଶୀଘ୍ର ଶୀଘ୍ର ମନିଟାଇଜ ହେଇଯାଉ, ତାହେଲେ ସେ ଆହୁରି ବଢିଆ ବଢିଆ ଭିଡିଓ କରିପାରିବେ। କାହିଁକି ମନିଟାଇଜ ହେଲା ପରେ ମନୋବଳ ଆହୁରି ବି ବଢିଯାଏ, ଆହୁରି କିଛି କିଛି ପଇସା ବି ଆସିବା ଷ୍ଟାର୍ଟ ହେଇଯାଏ ପ୍ରତ୍ୟେକ ଭିଡିଓରୁ। ତ ଭଲ ଲାଗେ କାମ କରିବା ପାଇଁ। ଆଉ ସେ ତାଙ୍କର ଡେଡିକେସନ ଦେଖୁଥିବ, ଲାଷ୍ଟ ଭିଡିଓରେ ଯେମିତି କହିଛନ୍ତି, ଫୁଲ ଡେଡିକେସନ ଦେଇକି କାମ କରୁଛନ୍ତି। ଯୋଉଟା ଯେତେବେଳେ କୌଣସି କାମକୁ ବି କିଏ ବି ଯେତେବେଳେ ବହୁତ କଷ୍ଟର ସହିତ ଆଉ ଫୁଲ ତାର ସବୁ ଏନର୍ଜି ଲଗେଇ ଦିଏ, ସେତେବେଳେ ନିହାତି ସଫଳତା ମିଳେ, ସେଥିରେ ଆଉ ଭାବିବାର ନାହିଁ। ତ ଆମେ ଆଶା କରୁଛୁ ଭାଇ ଶୀଘ୍ର ଶୀଘ୍ର ସଫଳ ହେବେ। ଆଉ ଆମେ ଦେଖା ହେଇକି ବି ତାଙ୍କ ମନିଟାଇଜେସନ ହଉ, କେତେବେଳେ ଦେଖା ହେଇକି ଅଫଲାଇନରେ ପୁଣି ଇଣ୍ଟରଭ୍ୟୁ କରିବା। ଆଉ ଭାଇ ଶେଷରେ କଣ କହିବେ? ଶେଷରେ ମୁଁ କହିବା ପାଇଁ ଚାହୁଁଛି ସାର୍, ଆଉ ମୋର ଜଲ୍ଦି ଜଲ୍ଦି ମନିଟାଇଜ, ମୋ ଫ୍ରେଣ୍ଡସ୍ ମାନେ ତ କରେଇଦେବେ ମୁଁ ଜାଣିଛି। ଆଉ ମୁଁ ନୂଆ କଣ୍ଟେଣ୍ଟ, ଏଇ ଯୋଉ ଦୁର୍ଗା ପୂଜା ଆସୁଛି, ମୁଁ ହୁଁ କୋଲକାତା ଯିବି, ମୋ ଫ୍ୟାମିଲିଙ୍କ ପାଇଁ, ପବ୍ଲିକଙ୍କ ପାଇଁ ହିଁ ମୁଁ କୋଲକାତା ଯିବି। ନୂଆ କିଛି ଦେଖେଇମି ସେଠି ଯାଇକି। ଆପଣ ଜଲ୍ଦି ଜଲ୍ଦି ବହୁତ ମତେ ମନିଟାଇଜ କରିଦିଅନ୍ତୁ। ଜଲ୍ଦି ଜଲ୍ଦି ମୁଁ ଯାଇକି ଜଲ୍ଦି ଜଲ୍ଦି କୋଲକାତା ଯିବି। ଗଲା ପରେ ମୋର ନୂଆ କଣ୍ଟେଣ୍ଟର ଭିଡିଓ କରିକି ଆପଣ ମାନଙ୍କୁ ଏଣ୍ଟରଟେନମେଣ୍ଟ କରେଇବି। ବହୁତ ବଢିଆ। ଭାଇ ଆଗକୁ ବହୁତ ବଢନ୍ତୁ, ପୁଣି ଦେଖାହବ। ପୁଣି ଭାଇଙ୍କ ମନିଟାଇଜେସନ ହେଇଯାଉ, ପୁଣି ଦେଖାହବ। ଆଉ ଭାଇଙ୍କ ସହିତ କୋଲାବୋରେସନ ବି ଭିଡିଓ କରିବା। ତ ସମସ୍ତଙ୍କୁ ଆଜି ଭିଡିଓ କେମିତି ଲାଗିଲା ଜଣେଇବ। ଆଉ ଭାଇଙ୍କ ଡେସକ୍ରିପସନରେ ଲିଙ୍କ ଦେଇଦେବି ତାଙ୍କ ଚ୍ୟାନେଲ, ସବସ୍କ୍ରାଇବ କରିବ, ତାଙ୍କ ଭିଡିଓକୁ ଫୁଲ ଫୁଲ ୱାଚ୍ କରିବ। ଆଉ ଶୀଘ୍ର ଶୀଘ୍ର ମନିଟାଇଜ କରିଦବ। ତ ପୁଣି ଦେଖା ହବ ଭାଇମାନେ ଆଉ ଗୋଟେ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ସାର୍।